ତୁମେ ତୁମ ଜୀବନରେ ବହୁତ ଲୋକଙ୍କୁ ଭେଟିଛ ବା ଅନେକ ଲୋକଙ୍କ ସହିତ ମିଶିଛ। ସେମାନଙ୍କ ମଧ୍ୟରୁ ବହୁତ ଲୋକଙ୍କ ସହିତ ତୁମେ ପରିଚିତ ଅଛ। କିଛି ଲୋକ ତୁମକୁ ବହୁତ ପସନ୍ଦ ଆସନ୍ତି, ଆଉ କିଛି ଲୋକ ତ ଏଭଳି ସେଭଳି ପସନ୍ଦ ଆସନ୍ତି, ଆଉ କିଛି ଲୋକ ଠିକ୍ ଠାକ୍ ପସନ୍ଦ ଆସନ୍ତି, ଏବଂ ଏମିତି କିଛି ଲୋକ ତ ବିଲକୁଲ ପସନ୍ଦ ଆସନ୍ତି ନାହିଁ। ଠିକ୍ ଏହିଭଳି ଭାବରେ କାହାର ଜୀବନରେ ତୁମେ ମଧ୍ୟ ସେମାନଙ୍କ ପରି ଅନେକ ଲୋକଙ୍କ ମଧ୍ୟରେ ଜଣେ ହେବ, ଯିଏ ସେମାନଙ୍କ ସହିତ ମିଶିଛ, ତୁମ ସହିତ ସେମାନେ ପରିଚିତ ହୁଅନ୍ତି। ଠିକ୍ ସେହିଭଳି କିଛି ଲୋକଙ୍କୁ ତୁମେ ପସନ୍ଦ ଆସ, କିଛି ଲୋକଙ୍କୁ ଠିକ୍ ଠାକ୍ ପସନ୍ଦ ଆସ ଏବଂ କିଛିକୁ ତୁମେ ଆଦୌ ପସନ୍ଦ ଆସ ନାହିଁ। ତେବେ ତୁମେ କୁହ, ଏଥିରୁ ତୁମେ କ'ଣ ବୁଝୁଛ? କିଛି ବୁଝିପାରୁଛ କି ନାହିଁ? ତାହେଲେ ମୁଁ ବୁଝାଉଛି, ଶୁଣ। ତାହା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ଏକ ଭିନ୍ନ ଚିନ୍ତାଧାରା ରହିଛି ଏବଂ ସମସ୍ତଙ୍କ ପ୍ରତି ସମସ୍ତଙ୍କ ମନୋଭାବ ବା ଦୃଷ୍ଟିକୋଣ ଭିନ୍ନ ଅଟେ। ତେଣୁ ଯିଏ ଯେଉଁଭଳି ସେହିଭଳି ଭାବରେ ତାଙ୍କୁ ସ୍ୱୀକାର କର। ଯେଉଁଭଳି ଭାବରେ ତୁମେ ଜୀବନରେ ସାକ୍ଷାତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ତୁମେ ପସନ୍ଦ କର ନାହିଁ, ଠିକ୍ ସେହିଭଳି ଏହା ମଧ୍ୟ ଜରୁରୀ ନୁହେଁ ଯେ ସମସ୍ତେ ତୁମକୁ ବହୁତ ପସନ୍ଦ କରିବେ। କାରଣ ମୁଁ ଯେପରି କହିଛି, ସମସ୍ତଙ୍କର ଏକ ନିଜସ୍ୱ ଦୃଷ୍ଟିକୋଣ ଅଛି। ତେଣୁ ସବୁ କଥାକୁ ମନରେ ଲଗାଇବା ଉଚିତ ନୁହେଁ। ଏମିତି ବହୁତ ଜିନିଷ ଅଛି ଯାହାକୁ ଅଣଦେଖା କରାଯିବା ଉଚିତ। ଯେବେଠୁ ତୁମେ ତୁମ ଜୀବନରେ ଏସବୁକୁ ଆପଣେଇବ, ସେବେଠୁ ତୁମ ଜୀବନ ଅତି ସରଳ ହୋଇଯିବ ଏବଂ ତୁମେ କମ୍ ଦୁଃଖ ଅନୁଭବ କରିବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।